ମଣିଷ ଜୀବନରେ ଆମେ କେମିତି ସାବଧାନରେ ଚଳିବା ତା'ର କିଛି ଟିପ୍ସ ମୁଁ ଓଡ଼ିଆରେ କହୁଛି। ଅଳ୍ପ ଜାଣିଥିବା କଥା କେବେ କାହାକୁ ନ କହିବେ। ଆପଣ ଯଦି ଅଳ୍ପ କିଛି କଥାଟା ଜାଣିଛନ୍ତି ହେଲେ କେବେ କାହାକୁ କହିବେ ନାହିଁ। ଯଦି କହିଦେଲେ ସେ ତା'ର ବହୁତ ଭୟାବହ ରୂପ ହୋଇଥାଏ। ଆପଣ ଯଦି ଅନ୍ୟ କାହାକୁ ଯଦି ଟିକେ କଥା ଜାଣିଛନ୍ତି କୌଣସି ବିଷୟରେ ଯଦି କହିଦେଲେ ତାକୁ ପୁରା ଯଦି କହି ନ ପାରିଲେ ଆପଣଙ୍କ ସାଙ୍ଗରେ ଝଗଡ଼ା ମଧ୍ୟ ହୋଇପାରେ। 2 ନମ୍ବର, ଗଣ୍ଡଗୋଳ କଲେ କେବେ ଆଗକୁ ନ ଯିବେ। ଯେତେବେଳେ କୌଣସି ଜାଗାରେ ଗଣ୍ଡଗୋଳ ହୋଇଥାଏ ସେ ସମୟରେ ଆପଣ କେବେ ହେଲେ ଆଗକୁ ଯିବେ ନାହିଁ। କାହିଁକିନା ଆପଣଙ୍କୁ ବି 2-3 ପ୍ରହରା ପଡ଼ିଯାଇପାରେ ଏବଂ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବେ। 3 ନମ୍ବର, ପତି ପତ୍ନୀ କଳହରେ ମଧ୍ୟସ୍ଥ ନ ହେବେ। ପତି ପତ୍ନୀ ମଧ୍ୟରେ କଳହସ୍ଥ ନ ହେବେ ମାନେ ହେଉଛି ପତି ହଜବେଣ୍ଡ ଆଉ ୱାଇଫ୍ ଯଦି କଲହ କରୁଥିବେ ସେ ସମୟରେ ଆପଣ ମଧ୍ୟସ୍ଥରେ ମଝିରେ ପଡ଼ିବେ ନାହିଁ। ହଜବେଣ୍ଡ ୱାଇଫ୍ କେତେବେଳେ ଝଗଡ଼ା କରିବେ ତ କେତେବେଳେ ମିଶିଯିବେ ତାହାର କିଛି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ହଜବେଣ୍ଡ ୱାଇଫ୍ ଯଦି ମଧ୍ୟରେ ଗାଲି ହେଉଥିଲେ ମଝିରେ ପଡ଼ିବେ ନାହିଁ। ଖରସ୍ରୋତ ନଦୀ ଜଲେ କେବେ ପଶିବେ ନାହିଁ। ଖରସ୍ରୋତ ମଧ୍ୟରେ ମାନେ ଗୋଟେ ନଦୀରେ ଖରସ୍ରୋତ ମାନେ ଧୀରେ ଧୀରେ ପାଣି ଯାଉଛି ସେଥିରେ ଆପଣ ପାର ହେବାକୁ ଚେଷ୍ଟା କରିବେ ନାହିଁ। କାହିଁକିନା ଆପଣ ଜାଣିନାହାନ୍ତି ଯେ କେତେ ଖାଲ ଅଛି କି କେତେ ଗଭୀର ଅଛି। ସେ ମଧ୍ୟରେ ଯଦି ପଶିବେ ତାହେଲେ ଆପଣ ବିପଦରେ ପଡ଼ିପାରନ୍ତି। ଅଜଣା ଲୋକଙ୍କୁ ହସ୍ତୁ କେବେ ନ ଖାଇବେ। ଅଜଣା ଲୋକଙ୍କ ହାତରୁ କେବେ ଜିନିଷଟା ନ ଜାଣି କିଛି ଖାଇବେ ନାହିଁ। କାରଣ ଅନ୍ୟ ଲୋକଙ୍କ ଯଦି ହାତରୁ ଯଦି କିଛି ଖାଇବେ କୌଣସି ବିଷ ବି ମଧ୍ୟ ଦେଇପାରେ କି ଅନ୍ୟ କିଛି ବି ଦେଇପାରେ। ସେଥିଲାଗି ଅଜଣା ଲୋକଙ୍କ ଠାରୁ କିଛି ଖାଇବେ ନାହିଁ। ବନ୍ଧୁ ପତ୍ନୀ ପ୍ରତି ପରିହାସ ନ କରିବେ। ବନ୍ଧୁ ମନେକର ବନ୍ଧୁ ପ୍ରତି ପତ୍ନୀଙ୍କ ପ୍ରତି ପରିହାସ ନ କରିବେ। କାରଣ ନିଜ ବନ୍ଧୁଙ୍କର ସ୍ତ୍ରୀ ସାଙ୍ଗରେ କେବେ ପରିହାସ ନ କରିବେ କି କାରଣ ସେ କେତେବେଳେ ଆପଣଙ୍କୁ ବିପଦରେ ପକାଇଦେବ କି ସେ ବନ୍ଧୁଙ୍କ ଉପରେ କହିଦେବ ଆପଣ ସେତେବେଳେ ଅସୁବିଧାରେ ପଡ଼ିଯାଇପାରନ୍ତି।